ମାନେ ଆମେ ଅନେକ ସମୟରେ ବିଏମସି ତରଫରୁ ତାଗିଦ କରାହେଇଛି, ଆମେ ବୁଝେଇଛୁ, ତାଙ୍କୁ ଆୱାରନେସ୍ କରେଇଛୁ, କିନ୍ତୁ କେହି କିଛି ମାନନ୍ତିନି। ସେଟାକୁ ଦୋକାନ ଅପେକ୍ଷା ବେଶୀ ଗୋ ଡାଉନ୍ କରିଦେଇଥିଲେ ସେମାନେ। ମାନେ ଗଚ୍ଛିତ ରଖନ୍ତି ଯୋଉ ଇନଫ୍ଲାମେବଲ କମୋଡିଟି, ତାପରେ ପ୍ଲାଷ୍ଟିକ ସମସ୍ତେ ପକେଇଛନ୍ତି। କୌଣସି କୋଉ କାରଣରୁ ହେଇଛି ନା ଆମେ କହିପାରିବୁନି, ଏବେ ଇନଭେଷ୍ଟିଗେସନ ଚାଲିଛି। କିନ୍ତୁ କିଏ ହୁଏତ ବିଡି ସିଗରେଟ ଖାଇକି ପକେଇ ଦେଇ ପାରିଥାନ୍ତି, ତ ପକେଇଦେଲେ ସେଟା ପୁରାଟା ଜଳିଛି। ଆଉ ଯେହେତୁ ରାତି, ତେଣୁ ଲୋକ ବି ନଥିଲେ ତ ସ୍ପ୍ରେଡ କରିଯାଇଛି। ଆଉ ଯେହେତୁ ଇନଫ୍ଲାମେବଲ କମୋଡିଟି ତା ଭିତରେ ଥିଲା, ଯେମିତିକି ଆପଣଙ୍କର ପାପୋଛ କୁହନ୍ତୁ, ଦରି କୁହନ୍ତୁ, ସପ, ପ୍ଲାଷ୍ଟିକ ଚଟେଇ, ପ୍ଲାଷ୍ଟିକ ବାଲ୍ଟି, ଏସବୁ ପ୍ଲାଷ୍ଟିକ ଜିନିଷ ବେଶୀ ଥିଲା। ତ ସେଗୁଡା ସବୁ ମେଲ୍ଟ କରିକି ସବୁ ବହୁତ ଅସୁବିଧା ହେଇଛି, ଯୋଉଥିରେ ଆମେ ଆଜି ସମସ୍ତେ ସେଠି କାମ ମଧ୍ୟ ଚାଲିଛି ଆମର। ତାକୁ କିଭଳି ଭାବରେ ରିହାବିଲିଟେଟ୍ କରାଯିବ, ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ମଧ୍ୟ ଆସିଛନ୍ତି, ଆର୍ଆଇ ଆଉ ତହସିଲଦାର, ଆମର କମିଶନର ମଧ୍ୟ ଥିଲେ, ମୁଁ ମଧ୍ୟ ଥିଲି, କର୍ପୋରେଟର ଥିଲେ। ତ ଆମେ ତାଙ୍କ ସହିତ କଥାବାର୍ତ୍ତା କରୁଛୁ, ଯୋଉ ହାଟ ଯୋଉ କମିଟି ରହିଛନ୍ତି ତାଙ୍କୁ କେମିତି ଭଲରେ ରଖା ହବ, ଯେ ସବୁ ଦୋକାନୀ କେମିତି ସେଫ ରହିବେ, ସେଥିପାଇଁ ଆମେ ବ୍ୟବସ୍ଥା କରୁଛୁ। ଆଉ ଗୋଟେ ହଉଛି ତାଙ୍କର ୱାରିଂ ଟା ଏତେ ବିପଜ୍ଜନକ ଭାବରେ ସେମାନେ ସବୁ ତାର ଟାଣିକି ନେଇକି ଲଗଉଛନ୍ତି, ଗୋଟେ ପ୍ଲଗ ରୁ 10ଟା ବଲ୍ବ ଲଗଉଛନ୍ତି। ତ ସେଠି ସ୍ପାର୍କ ହବାର ବହୁତ ମାନେ ଭୟ ରହୁଛି, ଯାହା ଏଇ କଜ ପାଇଁ ଗୋଟେ ହେଇଥାଇପାରେ, ସେ ବି ଗୋଟେ କଜ ହେଇଥାଇପାରେ, ଆମେ ତ ଜାଣିନୁ। କିନ୍ତୁ ସେଇଟା ଗୋଟେ ବିପଜ୍ଜନକ କଥା, ଯୋଉଟା ଆପଣ ଦେଖିଲେ ଅଣ୍ଡର ମାର୍କେଟ ଯୋଉଟା, ମାନେ ଯୋଉ ଅଣ୍ଡରଗ୍ରାଉଣ୍ଡ ମାର୍କେଟ ଯୋଉଟା ଥିଲା, ସେଇଟା ପୋଡିଥିଲା ସେଇ ସ୍ପାର୍କ କରିକି। ତେଣୁ ସେଇଟାର ମଧ୍ୟ ତରଫରୁ କିଛି ଗୋଟେ ତାଙ୍କ ପାଇଁ ଗୋଟେ ପର୍ସନାଲ ମିଟର ବସେଇବାର ବ୍ୟବସ୍ଥା ଯଦି ହେଇପାରନ୍ତା, ତାହେଲେ ଏ ଜିନିଷର ସମାଧାନ ନିଶ୍ଚିତ ଭାବରେ ସେ ବିଷୟରେ ଆମେ ଚିନ୍ତା କରୁଛୁ। ତାଙ୍କର ପାଣି, ଲାଇଟ୍ ଆଉ ଟଏଲେଟ କେମିତି ସିଷ୍ଟମେଟିକ ହବ, ସେଟାକୁ ଆମେ ଏବେ ଧ୍ୟାନ ଦେବୁ। ନାଇଁ ନାଇଁ, ଥଇଥାନ ତ ସେ ବସିବେ। ଆଜି ଆମେ ଏମିତି ବନ୍ଦ କରୁଛୁ ମାର୍କେଟ, କାରଣ ତାର ରିଷ୍ଟୋରେସନ କାମ ଚାଲିଛି ବୋଲି ବନ୍ଦ ହେଇଛି। କିନ୍ତୁ ସେମାନେ ତ ବସିବେ, କିନ୍ତୁ ତାଙ୍କୁ ଯେତିକି ସରକାରୀ ନୀତି ନିୟମ ରହିଛି ତାରି ଭିତରେ ଯାହା ସାହାଯ୍ୟ କରିହବ କରିବ। ଆଉ ବାକି ସେମାନେ ନିଜେ, ଆମେ ଯୋଉ ଏସଓପି କରିଥିଲୁ ବିଏମସି ତରଫରୁ, ଯେ ସେମାନଙ୍କର ଇନ୍ସୁରାନ୍ସ ରହିବ, ଗ୍ରୁପ ଇନ୍ସୁରାନ୍ସ। ଦୋକାନ ଗୋଟେ ଜଳିଗଲେ କୌଣସି କାରଣରୁ ବା କିଛି ଅସୁବିଧା ହେଲେ ତାଙ୍କୁ ପଇସା ମିଳିବ, ସେଇଟାକୁ ସେମାନେ ଆମେ ବାଧ୍ୟ କରୁଛୁ। ତାଙ୍କ କର୍ତ୍ତୃପକ୍ଷଙ୍କ ସହିତ ଅଲରେଡି କଥାବାର୍ତ୍ତା କରିସାରିଛୁ, ସେମାନେ ରାଜି ଅଛନ୍ତି। ଏବେ ଗ୍ରୁପ ଇନ୍ସୁରାନ୍ସକୁ ବି ସେମାନେ ଯିବେ, ଆଉ ଯାହା କମ୍ପେନସେସନ ଗଭର୍ଣ୍ଣମେଣ୍ଟର ରହିଛି ତାକୁ ଦେବେ। ଆର୍ଆଇ ଆଉ ତହସିଲଦାର, କଲେକ୍ଟର ମଧ୍ୟ କଥା ହେଇଥିଲେ, ସବୁ କଥା ହେଇଯାଇଛୁ। ଯାହା ରିକ୍ୱାରମେଣ୍ଟ ହବ ଆମେ ତାଙ୍କୁ ଦେଇକି